ଶେଷ ପାଳି ମାଣବସାରେ ବହୁତ ପ୍ରକାରର ପିଠାପଣା ମାଙ୍କ ପାଖରେ ଭୋଗ ଲାଗେ। ଆଉ ମଣ୍ଡା ପିଠା ତ ନିଶ୍ଚୟ ଭୋଗ ଲାଗେ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଏଥରକ ଶେଷ ପାଳି ମାଣବସାରେ ମୁଗ ପୁର ଦିଆ ମଣ୍ଡା ପିଠା ବନେଇବା। ତ ସେଥିପାଇଁ ଏଠି ମୁଁ ଗୋଟେ କପ୍ ଗୋଟା ମୁଗକୁ 5-6 ଘଣ୍ଟା ପର୍ଯ୍ୟନ୍ତ ବତୁରେଇକି ରଖିନେଇଛି। କଡ଼େଇରେ ଗୋଟେ କପ୍ ପାଣି ଦେଇକି ମୁଗକୁ ପ୍ରଥମେ ସିଝେଇ ନେବା। ମୁଗ ସିଝେଇଲା ବେଳେ ସେଥିରେ ମୁଁ ଟିକେ ଲୁଣ ଆଉ ଖଣ୍ଡେ ବଡ଼ ଅଦାକୁ କୋରିକି ଦେଇଛି। ଅଦା ଦେଲେ କ'ଣ ହେବ ନା ମୁଗର ସ୍ୱାଦ ବହୁତ ବଢ଼ିଆ ଲାଗେ। ମୁଗ ଆପଣ ମଧ୍ୟ ମୁଗକୁ ଯଦି ବେଶୀ ସମୟ ତିନ୍ତେଇ ନାହାନ୍ତି ତାହେଲେ ପ୍ରେସର କୁକରରେ ମଧ୍ୟ ସିଝେଇ ପାରିବେ। କିନ୍ତୁ ମୁଗ ସିଝେଇଲା ବେଳେ ସେଥିରେ ଅଦା ଆଉ ଲୁଣ ପକେଇକି ସିଝେଇ ନିଅନ୍ତୁ। ମୁଗ ସିଝିଗଲାଣି, ପାଣି ଶୁଖିଗଲାଣି। ଏବେ ସେଥିରେ ଗୁଡ଼, ଗୋଲମରିଚ ଆଉ ଗୁଜୁରାତିକୁ ଗୁଣ୍ଡ କରିକି 2 ଚାମଚ ଦେଇକି ଭଲ ଭାବରେ ତା ପାଣି ଶୁଖିଲା ପର୍ଯ୍ୟନ୍ତ ତାକୁ ଘାଣ୍ଟିବା। ପାଣି ଶୁଖିଗଲା ପରେ ସେଥିରେ ଅଧା ଚାମଚ ଘିଅ ପକେଇକି ବାହାର କରିନେବା। ଆମର ମୁଗର ପୁର ପ୍ରସ୍ତୁତ ହେଇଗଲା। ଆପଣ ଡାଇରେକ୍ଟ ପ୍ରେସର କୁକରରେ ମଧ୍ୟ ମୁଗକୁ ସିଝେଇକି ଏଇଭଳିଆ ପ୍ରୋସେସ୍ରେ କରିପାରିବେ। ଚିନି ମଧ୍ୟ ଦେଇପାରିବେ। ମୁଗ ପୁରରେ ଗୁଡ଼ ବଦଳରେ ଚିନି ମଧ୍ୟ ଦେଇପାରିବେ, କିନ୍ତୁ ମୁଗରେ ଗୁଡ଼ଟା ବେଶୀ ଭଲ ଲାଗେ। ଆମର ପୁର ପ୍ରସ୍ତୁତ ହେଇଗଲା। ଏବେ ଆମେ ଚାଉଳ ଚୂନା ଜନ୍ତୁଣି କରିବା। ଏଠି ମୁଁ 2 କପ୍ ଚାଉଳ ଚୂନା ନେଇଛି। ଚାଉଳ ଚୂନା ଯଦି ଆପଣଙ୍କର ବେଶୀ ଶୁଖିଯାଇଛି ତାହେଲେ ସେଥିରେ ଗୋଟେ କପ୍ ପାଣି ଦେଇକି ପ୍ରଥମେ ଆଗ ଚାଉଳ ଚୂନାକୁ ଓଦା କରିକି ରଖିନେବା। ତାପରେ ତାକୁ ଜନ୍ତୁଣି କରିବା। এই ପ୍ରୋସେସ୍ରେ କଲେ ଆମର ଚାଉଳ ଚୂନା ଜନ୍ତୁଣିରେ ଗୁଟଲି ଧରିବନି। ଏବେ କଡ଼େଇରେ ମୁଁ 3 କପ୍ ପାଣି ଦେଇଛି। 2 କପ୍ ଚାଉଳ ଚୂନା ପାଇଁ 4 କପ୍ ପାଣି ମୋର ଲାଗିଛି। 1 କପ୍ ମୁଁ ଚାଉଳ ଚୂନାରେ 1 କପ୍ ପାଣି ଚାଉଳ ଚୂନାରେ ମିଶେଇଛି ଆଉ 3 କପ୍ ପାଣି କଡ଼େଇରେ ଦେଇଛି। ପାଣି ଫୁଟିଗଲା ପରେ ସେଥିରେ 1 ଚାମଚ ଲୁଣ ଆଉ 1 ଚାମଚ ଘିଅ ଦେଇକି ଧୀରେ ଧୀରେ ଯେଉଁ ପାଣି ଚାଉଳ ଚୂନାକୁ ଆମେ ଓଦା କରି ରଖିଥିଲେ ତାକୁ ଗୋଟେ ହାତରେ ଢାଳୁଥିବା ଆଉ ଗୋଟେ ହାତରେ ଗୋଳେଇଲେ ଚାଉଳ ଚୂନା ଆଉ ଗୁଟଲି ଧରିବନି, ଯାହାଫଳରେ କି ଆମର ପରଫେକ୍ଟଲି ଚାଉଳ ଚୂନାଟା ଜନ୍ତି ହେଇଯିବ। ଏଇଭଳିଆ ହେଇସାରିଲା ପରେ ପାଣି ଶୁଖିଗଲା ପରେ ତାକୁ ଘୋଡ଼େଇକି ଆମେ କିଛି ସମୟ ଛାଡ଼ିଦେବା ଆଉ ସେଇଥିରେ ହିଁ ଥଣ୍ଡା ହେବାକୁ ଦେବା। ଥଣ୍ଡା ହେଲା ପରେ ହାତରେ ଟିକେ ଘିଅ ଲଗେଇକି ଚାଉଳ ଚୂନାକୁ ଭଲ ଭାବରେ ଚକଟିକି ଜନ୍ତୁଣିକୁ ଆମେ ଚିକଣ କରିନେବା ଆଉ ତାର ସେଥିରେ ଛୋଟ ଛୋଟ ବଲ୍ ଆକାରର ଗୋଲା ଛିଣ୍ଡେଇ ନେବା। ଏବେ ଚାଉଳ ଚୂନାରେ ଯେଉଁ ଅଟାରୁ ଆମେ ମଣ୍ଡା ପିଠା ପ୍ରସ୍ତୁତ ଗଢ଼ିବା। ସବୁବେଳେ ଯେତେବେଳେ ବି ମଣ୍ଡା ପିଠା ଗଢ଼ୁଛନ୍ତି ସେତେବେଳେ କ'ଣ କରିବେ ନା ଚାରିପଟରୁ ଏକାଥରେ ମଝିରେ ଖାଲ ନ କରିକି ବା ଗାତ ନ କରିକି ଚାରିପଟରୁ ଧୀରେ 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 ଆଙ୍ଗୁଠିରେ ରଖିକି କଲେ କ'ଣ ହେବ ନା ଚାରିପଟର ସମାନ ଭାବରେ ପିଠାଟା ଗୋଲ ଭାବରେ ହେବ, ଗିନା ଭାବରେ ହେବ ଆଉ ମଝିରେ ପୁର ଦେଇକିନା ତାପରେ ଚାରିପଟରୁ ଟିକେ 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 ବନ୍ଦ କରିକି ମଝିଟା ହାତରେ ଟିକେ ପାଣି ଦେଇକି ପ୍ରେସ୍ କଲେ ପୁର ମଝିରେ ରହିଯିବ ଆଉ ପିଠାଟା ଖୁବ୍ ସୁନ୍ଦର ଭାବରେ ଗଢ଼ି ହେବ। ଜଣ ଜଣଙ୍କର ପିଠା କ'ଣ ହୁଏ ନା ପୁର ଦେଇକି ଯେତେବେଳେ ସିଝା ହୁଏ ପିଠା ଫାଟି ଯାଇକି ପୁର ସବୁ ବାହାରି ଆସେ। ତାର କାରଣ ହେଉଛି ପ୍ରଥମ କାରଣ ହେଉଛି ଚାଉଳ ଚୂନା ଭଲ ଭାବରେ ସିଝି ନଥିବ ଆଉ ଦ୍ୱିତୀୟ କାରଣ ହେଉଛି ପୁର ଯେତେବେଳେ ଦେଇକି ଆମେ ଡାଇରେକ୍ଟ କ'ଣ କରୁନା ମଝିଟା ଚାପି ଦେଉ, ମଝିଟା ସେ ପତଳା ହେଇଯାଏ ଆଉ ଚାରିପଟ ମୋଟା ରହିଯାଏ, ଯାହାଫଳରେ କି ପୁର ଫାଟିକି ପିଠା ଫାଟିକି ପୁର ବାହାରକୁ ବାହାରି ଆସେ। ତେଣୁ ପ୍ରଥମେ ଚାରିପଟରୁ ଟିକେ ଟିକେ କରିକି ଆଗ ମଝିକୁ ସବୁ ନେଇ ଆସିକି ତାପରେ ପାଣି ହାତ ହେଇକି ଯଦି ପିଠାଟାକୁ ଗଢ଼ିବେ ତାହେଲେ ଆଉ ପିଠା ଫାଟିବନି। ଦେଖନ୍ତୁ ଫ୍ରେଣ୍ଡ, ଏଇ ଯେଉଁ ଛୋଟ ଛୋଟ ଟ୍ରିକ୍ସ ଆଉ ଟିପ୍ସ ଆପଣ ଯଦି ଫଲୋ କରିବେ ତାହେଲେ ଆପଣ ବହୁତ ସହଜରେ ମଣ୍ଡା ପିଠା ଗଢ଼ିପାରିବେ। ଏବେ ମଣ୍ଡା ପିଠାକୁ ଆପଣ ଷ୍ଟିମରରେ ହଉ ବା କଡ଼େଇରେ ଯେମିତି ମୁଁ ସିଝେଇଛି ସେଇଭଳିଆ ସିଝେଇକି 10 ମିନିଟ୍ରେ ବାହାର କରି ଆଣିପାରିବେ। ତ ଫ୍ରେଣ୍ଡସ୍, ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଲା ତାହେଲେ ନିଶ୍ଚୟ ଲାଇକ୍ କରିବେ, ସେୟାର କରିବେ ଆଉ ଯଦି ଫାର୍ଷ୍ଟ ଟାଇମ୍ ଭିଡ଼ିଓ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ। ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିନେବେ। ଏଇଭଳିଆ ଖୁବ୍ ସହଜରେ ଆଉ ସୁବିଧାରେ କେମିତି ପିଠା ପ୍ରସ୍ତୁତ କରିବ ଆର ଭିଡ଼ିଓ ମୁଁ ସେୟାର କରୁଛି। ଆପଣ ମୋ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ।